10 ଅଗଷ୍ଟ 17 ଅଗଷ୍ଟ କିପରି ରହିବ ଏହି ସପ୍ତାହ କର୍କଟ ରାଶିମାନଙ୍କ ପାଇଁ ଚାଲନ୍ତୁ ଡିଟେଲ୍ସରେ ଜାଣିବା। ଏହା ଆପଣଙ୍କ ଜନ୍ମ ରାଶି ଚନ୍ଦ୍ର ରାଶି ଦ୍ୱାରା ଆଧାରିତ ଅଟେ ଓ ଏହା ଆପଣଙ୍କ ଜେନେରାଲ ପ୍ରେଡିକ୍ସନ୍ ଅଟେ। ଏହା କେବଳ ଆପଣଙ୍କର 20% ଆପଣଙ୍କ ଲାଇଫ୍ରେ ଦେଖାଯିବ, କିନ୍ତୁ ଆପଣଙ୍କ ଜନ୍ମ ବିଶେଷ ପରିସ୍ଥାନ ଥିଲେ ଆପଣ ନିହାତି ଜନ୍ମକୁଣ୍ଡଳୀ ବିଶ୍ଳେଷଣ କରନ୍ତୁ ଓ ଏହା ପାଇଁ ଉପାୟ କରନ୍ତୁ। ଏହା ଆପଣଙ୍କ ଲାଇଫ୍ ଚେଞ୍ଜ କରିପାରେ, କାରଣ ଆପଣଙ୍କ ଜନ୍ମରେ କେଉଁ ଗ୍ରହ କେଉଁଠି ରହିଛି ଏହା ଆପଣଙ୍କ ଜନ୍ମ ପ୍ରତିକ୍ରିୟା ହିଁ କହିପାରିବ। ତ ଏହା ତ ଜେନେରାଲ ପ୍ରେଡିକ୍ସନ୍ ଅଟେ। ଚାଲନ୍ତୁ ଜାଣିବା ଏହି ସପ୍ତାହ ଆପଣମାନଙ୍କ ପାଇଁ କିପରି ରହିବ। ଆର୍ଥିକ ଓ ଜବ୍ ଓ ବ୍ୟାପାର ଦୃଷ୍ଟିକୋଣରୁ ସମୟ ସକାରାତ୍ମକ ରହିବ। ଜବ୍ରେ ପରିବର୍ତ୍ତନ ଚାହୁଁଥିଲେ ଆପଣମାନଙ୍କ ପାଇଁ କାଫି ଭଲ ସମୟ ରହୁଛି ଓ ଏହି ସମୟରେ ନୌକରୀ ଇନକ୍ରିମେଣ୍ଟରେ ଓ ପ୍ରମୋସନର ମଧ୍ୟ ଯୋଗ ବନୁଛି। ଜବ୍ ପାଇଁ କାଫି ଭଲ ରହୁଛି। ସଫଳତା ମିଳିବ ଏହି ସମୟରେ। ବିଜନେସ୍ ଆରମ୍ଭ କରିବାକୁ ଚାହୁଁଥିଲେ ଏହା ଆପଣମାନଙ୍କ ପାଇଁ ସମୟ ଭଲ। ଭୂମି ବାହନ କୌଣସି ଜିନିଷ କିଣିବାକୁ ଚାହୁଁଥିଲେ ମଧ୍ୟ ସମୟ ଆପଣଙ୍କ ସପକ୍ଷରେ ରହିଛି। ତ କାର୍ଯ୍ୟ ବିବାଦର ପରିସ୍ଥାନରୁ ମୁକ୍ତି ପାଇବେ ଓ ପରିବାର ଓ କାରବାର ଦୃଷ୍ଟିରୁ ମଧ୍ୟ ଗ୍ରହ ଅନୁକୂଳ ବାତାବରଣ ଦେଉଛି। ତ କାଫି ଭଲ ରହୁଛି, କିନ୍ତୁ ଆପଣ ମାନସିକ ଚିନ୍ତାରେ ରହିପାରିବେ। ମାନସିକ ଟେନସନ୍ ଆପଣଙ୍କୁ ରହିବ ଓ ଆପଣଙ୍କର ଓଭର ଥିଙ୍କିଂ ଯାହା କହନ୍ତି, ଆପଣ ଏହି ସପ୍ତାହରେ ଲକ୍ଷ୍ୟ କରିବେ କି ଆପଣ ଅଧିକ ଓଭର ଥିଙ୍କିଂ କରୁଛନ୍ତି। ତ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ପେଟ ସମ୍ବନ୍ଧୀୟ କୌଣସି ପରିଶ୍ରମ ରହିପାରେ ଆପଣଙ୍କୁ। ନୌକରୀ ପେଶା ଲୋକମାନଙ୍କ ପାଇଁ ଏହି ସମୟ ଆଳସ୍ୟ ଛାଡ଼ିବାକୁ ଆପଣଙ୍କୁ ପଡ଼ିବ ଓ ବିରୋଧୀମାନଙ୍କ ଠାରୁ ସାବଧାନ ରହିବାକୁ ଆପଣଙ୍କୁ ଏହି ସମୟରେ ପଡ଼ିବ। ତ ଆପଣଙ୍କୁ କୌଣସି